ଦେଖନ୍ତୁ ମୋକିମ ବାବୁ ଏଯାକେ କହିଛନ୍ତି ଯେ ମୁଁ ଦଳ ଗଢିବାକୁ ଚିନ୍ତା କରୁଛି। ଦଳର ନାଁ ଏଇଆ ଦେବି, ସେ ଦଳ ଗଢି ନାହାନ୍ତି। ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କରନ୍ତୁ। ତାପରେ ଗୋଟିଏ କଥା, ଦଳ ଗଢିଆ ଗୋଟିଏ ବଡ କଥା ନୁହେଁ। ଆପଣ କିଛି ନିର୍ଦ୍ଦିଷ୍ଟ ପାରାମିଟର ପୂରଣ କରିବେ, ନିର୍ବାଚନ କମିଶନ ପାଖରେ ଆବେଦନ କରିବେ, ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନ ଆପଣଙ୍କୁ ଅନୁମତି ଦେବେ ଗୋଟେ ଦଳ ହିସାବରେ। ଭାରତରେ ଏମିତି ହଜାର ହଜାର ଦଳ ଅଛନ୍ତି। କେତେ ଜଣ ଆସନ୍ତି କେବଳ ନିର୍ବାଚନ ବେଳେ ମୁଣ୍ଡ ଟେକନ୍ତି, ଆଉ କେତେ ଜଣର ଦଳ ଅଛି ତ ପକେଇକି ରଖିଥାନ୍ତି ରେଜିଷ୍ଟ୍ରେସନ କରିକି, ଯୋଉଥିପାଇଁ ଏବେ ହଜାର ହଜାର ସଂଖ୍ୟକ ଦଳ ମଧ୍ୟ ଉଡେଇ ଦେଲେ। ଓଡିଶାରେ ଆଞ୍ଚଳିକ ଦଳ ବି ନୂଆ କଥା ନୁହେଁ, କିନ୍ତୁ କଥାଟା ହଉଛି ଗୋଟେ ଆଞ୍ଚଳିକ ଦଳ ଗଢିବା ପାଇଁ କିଛି କିଛି କାରକର ଆବଶ୍ୟକତା ରହିଛି। ଯେମିତିକି ନେତୃତ୍ୱ ଯିଏ ନବ ତାର ଗୋଟେ କରିସ୍ମାଟିକ ଫିଗର ଥବ, ମାନେ ତାକୁ ତାର ଗୋଟେ ସାରା ରାଜ୍ୟରେ ଗୋଟେ ଫିଲ୍ ଥବ, ତା ଉପରେ ତାକୁ ଲୋକେ ପ୍ରଶଂସା କରୁଥିବେ, ତାକୁ ଖୋଜୁଥିବେ, ଏଇ ନେତୃତ୍ୱ ନେଲେ ଭଲ ହବ। ତେଣୁ ଏଭଳି ନେତୃତ୍ୱର ଆବଶ୍ୟକତା ରହିଛି। ଯେମିତି ଅତୀତରେ ଆପଣ ଦେଖନ୍ତୁ, ସୌମ୍ୟ ପଟ୍ଟନାୟକ ଓଡିଶାରେ ଘରେ ଘରେ ପରିଚିତ। ଓଡିଶାର ଘରେ ଘରେ ଭାଷା ଆନ୍ଦୋଳନ ଜରିଆରେ ହଉ, ତାଙ୍କର ସମ୍ବାଦ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହଉ, ଯାହା ବି ହଉ, ଯୋଉଥିପାଇଁ ସେ ଭାବିଥିଲେ ସାରା ଓଡିଶାରେ ତ ମୋର ପରିଚୟ ରହିଛି, ମୁଁ ଦଳ ଗଢିଦେବି। ବେଳେ ବେଳେ କଣ ହୁଏ, ଆପଣଙ୍କର ପପୁଲାରିଟି ଆଉ ଭୋଟ ଭିତରେ ଫରକ ରହିଛି। ମନେକର ସବ୍ୟସାଚୀର ଆମର ଆସିବ 10 ଲକ୍ଷ 1 ମିଲିୟନ ଫଲୋଅର୍ସ, ବର୍ଷାର 1 ମିଲିୟନ ଫଲୋଅର୍ସ ଏ ଅଭିନେତା ମାନଙ୍କର ଅଛି, ତାହେଲେ ବର୍ଷା ପ୍ରିୟଦର୍ଶିନୀ ବଡ଼ଚଣାରେ ହାରିଲେ କାହିଁକି? ମାନେ ଆପଣଙ୍କର ଫଲୋଅର୍ସ, ଆପଣଙ୍କ କ୍ରେଜ, ତାକୁ ନେଇକି ଗୋଟେ ଦଳ ଗଢା ଯାଏନି। ସେଇ କ୍ରେଜ ମଧ୍ୟ ମୋକିମ ବାବୁଙ୍କର ନାହିଁ।